କାହାଣୀ ଛେଳି ଚରାଳି। ଜନହିତ ଉଦ୍ଦେଶ୍ୟରେ ଲୋକଙ୍କର ପରୀକ୍ଷା ନେବା ଜଣେ ସନ୍ଥଙ୍କର ସ୍ୱଭାବ ଥିଲା। ଥରେ ସେ ଦେଶାଟନ ବାହାରିଲେ। ବାଟରେ ଜଣେ ଛେଳି ଚରାଳି ମିଳିଲା। ସନ୍ଥ ତାକୁ ଗୋଟେ ଛେଳି ଦେବାକୁ କହିଲେ। ଛେଳି ଚରାଳି ନିଜ ମାଲିକର କଥା କହି ଏପରି କରିବାକୁ ଅସମର୍ଥତା ପ୍ରକାଶ କଲା। ସନ୍ଥ ତାକୁ କହିଲେ, ଏତେ ଛେଳି ଅଛନ୍ତି, ଏମାନଙ୍କ ଭିତରୁ ଗୋଟିଏ କମିଗଲେ ତୁମର ମାଲିକକୁ ଜଣାପଡ଼ିବ ନାହିଁ। ପୁଣି ତୁମ ମାଲିକ ତ ଏଠାରେ ନାହିଁ। ଛେଳି ଚରାଳି କହିଲା, ମୋ ମାଲିକ ସିନା ଦେଖୁନାହାନ୍ତି, କିନ୍ତୁ ସବୁରି ମାଲିକ ଈଶ୍ୱର ତ ଦେଖୁଛନ୍ତି। ତାଙ୍କୁ ଧୋକା ଦେଇପାରିବେ କିପରି? ସନ୍ଥ ତାକୁ ନେଇ ତାର ମାଲିକ ପାଖରେ ପହଞ୍ଚିଲେ ଏବଂ ମାଲିକକୁ ସବୁ କଥା କହିଲେ। ଛେଳି ଚରାଳିଟି ତାଙ୍କ ପାଖରେ ଚାକର ରୂପେ କାର୍ଯ୍ୟରତ ଥିଲା। ସନ୍ଥ ମାଲିକକୁ କହିଲେ, ଈଶ୍ୱରଙ୍କ ଭକ୍ତକୁ କିଏ ଚାକିରିରେ ରଖିପାରିବ? ତୁମେ ଏହାକୁ ମୋ ସହିତ ଯିବାକୁ ଦିଅ। ମାଲିକ ତାକୁ ମୁକ୍ତ କରିଦେଲା। ହେଲା ସେଇ ଛେଳି ଚରାଳି ଜଣେ ସନ୍ଥ ରୂପେ ପ୍ରସିଦ୍ଧ ହେଲା। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।